ଦେଖନ୍ତୁ ସାଙ୍ଗମାନେ, ମୁଁ ଆଜି ମୋ ଚଢ଼େଇମାନଙ୍କୁ ଦେଇଛି ଗହମ ଖାଇବାକୁ, ଯେଉଁଟାକି ମୁଁ ପୂର୍ବ ରାତିରୁ ଭିଜେଇକି ରଖିଥିଲି। ଆଜି ସିଝେଇକି ତାଙ୍କୁ ଦେଇଛି ଖାଇବାକୁ। ଏଇଟାକୁ ମୁଁ ସପ୍ତାହକୁ 2ରୁ 3 ଥର ତାଙ୍କୁ ଦିଏ। ଏଇଟା ଗହମ ସିଝାଟା ତାଙ୍କୁ ଦେଲେ ମଧ୍ୟ ତାଙ୍କୁ ଭଲ। ଆପଣ ସିଝେଇକି ଟିକେ ଦେଇପାରିବେ, ସିଝେଇକି ଦେଲେ ଭଲ। ଆପଣ ଦିଅନ୍ତୁ ମଧ୍ୟ ଖାଇବାକୁ, ସପ୍ତାହକୁ 2-3 ଦିନ ମଧ୍ୟ ଦିଅନ୍ତୁ ଖାଇବାକୁ। ଜୟ ଜଗନ୍ନାଥ ସାଙ୍ଗମାନେ, ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ, ଏଇ ଯେଉଁ ନୂଆ ଦୁଇଟା ପକ୍ଷୀ ବସିଛନ୍ତି, ଏମାନେ ଆଜି ନୂଆ ବସାରୁ ବାହାରିଥିଲେ। ଆପଣ ଜାଣିଥିଲେ ଯେ ପୂର୍ବ ଭିଡ଼ିଓମାନଙ୍କରେ ଦେଖିଥିଲେ ଯେ ମୁଁ ମାତ୍ର 4ଟା ଚଢ଼େଇ ରଖିଥିଲି, ଯେଉଁଥିରେ କି ସେଥିରୁ ଗୋଟେ ଯୋଡ଼ା ଅଣ୍ଡା ଦେଇଥିଲେ। ଆଉ ସେ ଅଣ୍ଡାରୁ ମାତ୍ର 3ଟା ଚଢ଼େଇ ବାହାରିଥିଲେ, ଆଉ 2ଟା ଅଣ୍ଡା ନଷ୍ଟ ହୋଇଯାଇଥିଲା। ଆଉ ସେ ଚଢ଼େଇ ବଡ଼ ହେଇକି ଆଜି ଦେଖନ୍ତୁ ବାହାରକୁ ବାହାରିଛନ୍ତି, 3ଟା ଯାକ ବାହାରି ପଡ଼ିଛନ୍ତି ବାହାରକୁ। ଗୋଟେ ସେଥିରୁ ପୁରା ଧଳା ହେଇଛି, ଆଉ ଗୋଟେ ମିକ୍ସ କଲର୍ ହେଇଛନ୍ତି। ସେମାନେ ମଧ୍ୟ ଖିଆପିଆ କଲେଣି ଯାଇକି ତଳେ ଓହ୍ଲେଇକି ଗହମ ସିଝା ଖାଉଛନ୍ତି, ଦାନା ମଧ୍ୟ ଖାଉଛନ୍ତି। ଏଇଠି 3ଟା ଯାକ ଚଢ଼େଇ ଉଡ଼ି ପାରୁନାହାନ୍ତି, ଟିକେ ଟିକେ ଉଡ଼ୁଛନ୍ତି। ଦେଖନ୍ତୁ, ଆଉ 2ଟା ଯୋଡ଼ା ଅଛନ୍ତି, ସେମାନେ ଜମା ଅଣ୍ଡା ଦେଉନାହାନ୍ତି। କ'ଣ ପାଇଁ ଦେଉନାହାନ୍ତି ସେଇଟା ତ ମୁଁ କହିପାରିବିନି, କିନ୍ତୁ ତାଙ୍କ ସାଙ୍ଗରେ ଅଲଗା ଯେଉଁ ଚଢ଼େଇ ଯୋଡ଼ା ଅଣ୍ଡା ଦେଇକି ଏଇ ଯୋଡ଼ା ଅଣ୍ଡା ଦେଇକି ସେ ତାଙ୍କର ଛୁଆ ଫୁଟେଇକି ପୁଣି ଆଉ ଥରେ ଅଣ୍ଡା ଦେଲାଣି ସିଏ। କିନ୍ତୁ ସେ ଆଉ ଗୋଟେ ଯୋଡ଼ା ରଖିଛି, ସିଏ ଟୋଟାଲ୍ ଅଣ୍ଡା ଦେଉନି। ଦେଖିବା କ'ଣ ପାଇଁ ଦେଉନି ଆଉ। ବର୍ତ୍ତମାନ ମୋ ପାଖେ 7ଟା ଚଢ଼େଇ ହେଇଗଲେ। 4ଟା ଚଢ଼େଇ ଆଣିଥିଲି, ଆଉ 3ଟା ଛୁଆ ବାହାରିଲେ, ସେ 7ଟା ହେଇଗଲେ। ସେ ଯେଉଁ 3ଟା ଛୁଆ ବାହାରିଲେ, ସେଥିରୁ କେତେଟା ମେଲ୍ କେତେଟା ଫିମେଲ୍ ମୁଁ କହିପାରିବିନି। ବଡ଼ ହେଲେ ଦେଖିବା, କହିବା। ଆପଣ ଯଦି ସେଥିରୁ କେତେଟା ମେଲ୍ କେତେଟା ଫିମେଲ୍ ଜାଣିବାକୁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ମୋ ସାଙ୍ଗେ ଯୋଡ଼ି ହେଇକି ରୁହନ୍ତୁ। ଚାଲନ୍ତୁ ମାଛମାନଙ୍କର ଟିକେ ଭିଡ଼ିଓ ବନେଇଦେବା, ଦେଖିବା ମାଛମାନେ କ'ଣ କରୁଛନ୍ତି। ମାଛମାନଙ୍କ ପାଣି ପୁରା ପରିଷ୍କାର ଅଛି, କାହିଁକିନା ଏବେ ମୁଁ ଚେଞ୍ଜ କରିଥିଲି। ପାଖାପାଖି ପ୍ରାୟ 4 ମାସ ହେବ ମୁଁ ପାଣି ଚେଞ୍ଜ କରିନଥିଲି, କାହିଁକିନା ଶୀତ ଦିନ ଥିଲା। ଶୀତ ଦିନେ ପାଣି ଚେଞ୍ଜ କଲେ ମରିଯିବେ ମାଛମାନେ। ଆଗରୁ ମଧ୍ୟ ମୁଁ ସବୁବେଳେ ପାଣି ଚେଞ୍ଜ କରିକି ବହୁତ ମାଛ ମୋର ମରିଛନ୍ତି। ସେଥିପାଇଁ ଶୀତ ଦିନେ ମୁଁ ଚେଞ୍ଜ କଲିନି। ଆଉ ମୁଁ ମଧ୍ୟ ଟପ୍ ଫିଲ୍ଟର ଲଗେଇଦେଇଛି, ଯେଉଁଟାକି ହାତରେ ତିଆରି କରିଛି, ନିଜେ ତିଆରି କରିଛି। ସେଇଟାକୁ ମୁଁ ଲଗେଇଛି, ଆଉ ତା'ର ମଟର ହିସାବରେ ମୁଁ ପାୱାର ଫିଲ୍ଟରଟାକୁ ବ୍ୟବହାର କରୁଛି। ମୁଁ ନିଜ ହାତରେ ମଟର ଏଇ ଯେଉଁ ଟପ୍ ଫିଲ୍ଟରଟା ତିଆରି କରିଛି। ଯେହେତୁ ପାଣିଟା ସେତେ ମଇଳା ହେଲାନି, ସେଥିପାଇଁ ମୁଁ ପାଖାପାଖି 4 ମାସ ହେଲା ଚେଞ୍ଜ କରିନଥିଲି। ଆଉ ପାଣିଟା ବହୁତ ମଇଳା ହେଇଯାଇଥିଲା, ଯେହେତୁ ଆଜି ଚେଞ୍ଜ କରିଦେଇଛି। ଦେଖନ୍ତୁ ପୁରା ସଫା ଦେଖାଯାଉଛି। ମାଛମାନେ ମଧ୍ୟ ଭଲସେ ଅଛନ୍ତି, ସେ ବହୁତ ଗ୍ରୋଥ୍ କରୁଛନ୍ତି ମୋ ମାଛମାନେ। ଏଇ ଯେଉଁ ବଡ଼ ବଡ଼ ମାଛ 4ଟା ଦେଖୁଛନ୍ତି, ଏଇଟା ପୁରା ଛୋଟ ଛୋଟ ଆଣିଥିଲି ମୁଁ, କିନ୍ତୁ ସିଏ ରହି ପୁରା ବଡ଼ ହେଇଗଲେଣି। ତାଙ୍କୁ ମୁଁ ଭଲ ଖାଦ୍ୟ ଦେଉଛି, ଏଇ ଖାଦ୍ୟଟା ତାଙ୍କୁ ଦେଉଛି ଖାଇବାକୁ। ଦେଖନ୍ତୁ, ଏଇ ଖାଦ୍ୟଟା ଦେଉଛି ତାଙ୍କୁ ମୁଁ ଖାଇବାକୁ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲା, ତାହେଲେ ଆପଣ ତାକୁ ଲାଇକ୍ କରନ୍ତୁ, ଆଉ କମେଣ୍ଟରେ କୁହନ୍ତୁ କେମିତି ଲାଗିଲା। ରହିଲି।